କର୍ମଶାଳା ଆୟୋଜନ କରାଯାଇଛି କିଭଳି ଭାବରେ ଆମ ଜିଲ୍ଲାରେ ଅଧିକରୁ ଅଧିକ ହିତାଧିକାରୀ ଏଥିରୁ ଯୋଡ଼ି ହେବେ ଏବଂ ସେମାନେ କିଭଳି ଭାବରେ ଆତ୍ମନିର୍ଭର ହେବେ ବା ରୋଜଗାରକ୍ଷମ ହେବେ ସେଥିପାଇଁ ସରକାରଙ୍କ ତରଫରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ଭାବରେ ମତ୍ସ୍ୟ ଚାଷ କରିବେ ଏବଂ କୁକୁଡ଼ା ଚାଷ କରିବେ, ବତକ ଚାଷ କରିବେ, ଘୁଷୁରୀ ଚାଷ କରିବେ ତା ପାଇଁ ବିଭିନ୍ନ ଯୋଜନା କରାଯାଇଛି ଏବଂ ଗୋମାତା ଯୋଜନା କରାଯାଇଛି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମଧ୍ୟ କରାଯାଇଛି। ये सबुरे किभଳି भाବରେ ଲୋକମାନେ ଲାଭବାନ ହେବେ ତାକୁ ସଚେତନତା କରିବା ପାଇଁ ଲୋକମାନଙ୍କୁ ଯୋଡ଼ିବା ପାଇଁ ये कार्यक्रम को आयोजन କରାଯାଇଛି ଏବଂ ନିଶ୍ଚିତ ଭାବରେ ଏ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ତିନୋଟି ଜିନିଷ ଫଳପ୍ରଦ ହେବ। ଗୋଟେ ହେଲା ଜୀବିକା, ଆତ୍ମନିର୍ଭର ଏବଂ ଦୀର୍ଘସ୍ଥାୟୀ। ये ଯୋଜନା ଦ୍ୱାରା ଲୋକମାନେ ଉପକୃତ ହେବେ, ନିଜର ଜୀବିକା ନିର୍ବାହ କରିବା ପାଇଁ ଏହା ଦ୍ୱାରା ସହାୟକ ହେବେ ଏବଂ ଆତ୍ମନିର୍ଭର ହୋଇପାରିବେ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବେ, ଯୋଉଟା ଆମ ସମସ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ନିର୍ବାହ କରିବ। ସେଥିପାଇଁ यार आयोजन करा जायतिला। मु धन्यवाद दउची हमरो जगतसिंहपुर जिल्लार मत्स्य पानी संपद विभाग जो अधिकारी माने आयोजन करथिले, विभिन्न स्थानरू चाषी मानकु एठिकी निमंत्रण करथिले एवं आकु आहुरी व्यापक करिवे किभଳି तल स्तर रे लोक माने एथुरु लाभवान हेबे, ସେଥିପାଇଁ ଆମ ସମସ୍ତଙ୍କର ପ୍ରୟାସ ରହିବ।